ଏଇଟା ଗୋଟିଏ କଥା ନ ଦେଖିଲା ଲୋକ ଦେଖ କଇ ଚକାରିଛି ବେକ बाहर मंत्री आदित्य बाबू अरे तुमको तो सत्य धन्यवाद देखी रही पार अरे तुम्हें थिल राजा घर चाकर आमे भी थिलु राजा घर चाकर आज भाग्यर विडंबना देख तुम्हें राजार समुदी आमे से चाकर को चाकर हुआ अरे मु तो भावुली ए राज्य राजा सेनापति दिग्विजय सिंह मुझे ताकर महामंत्री किंतु देखला बेलू फलटा है ओलटा ना एक कहीं मो देहर हजम हो नहीं तुरंत जीवी तुरंत चाकरी एक सेनापति को जड़े देवी अरे एमती गोड़े घाटे चकटी देवी मो कथार से सेनापति उठब बस अरे मो राजर पात्र भले थे बेलपत्र रागी गले पूरा छीन आग जाए कथा सेनापति को न जड़े गोलमालिया ना आग जाए मेछ 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 सब मेछ अरे राज्यर जन प्रजा मैंने कौन सतरे पागल हो जाए कौन सामान्य मंत्री स्त्रीटा मरीगला बोले कौन राजा से मंत्री सहित सम्मति करी राजा झीटा मंत्री पुआटा बड़ है बाहा कराइबे नहीं केमिति विश्वास करी क्या विश्वास करी अरे कथारे अच्छी जेबे न देखिब भेरी नयने भरते न जीव गुरु वचने मुझे विश्वास करी जे राजा मंत्री समुदे होती बोली नहीं अरे एटा गोटे कथा एने सेनापति बाबू प्रणाम कली हाँ गोमास्ता जटपात्र आज्ञा ए बेल रे ठारे ए बेल तो जट टकिया दिए कोड कहबा चाहू छ हां कुबिरसी मचुन रे पंच ए जट आज्ञा मैं जहा कहबार अछि सीधा सीधा को आ सीधा न कई कोन कथाटा को ब्रंका करूछि कि आज्ञा चित्कार कले हबो नै ताले सुनिबे तो कोड कहबा चाहू छ बणिस्थ बिरहा सुड मोहरा गिरा बणिस्थ बिरहा आतो छोड़ा हेबो आतो छोड़ा हेबो आतो छोड़ा हेबो हे आतो छोड़ा हेबो आतो छोड़ा हेबो सुड गटरा बणिस्थ बिरहा सुड मोहरा गिरा सुड मोहरा गिरा बणिस्थ बिरहा गोमास्ता जटपात्र अरे वो किए आपण जति राज्यर सेनापति अरे राज्यटे हेउछे ओ हाथ मुठारे आ आ कोन मोर हाथ छड़ा अरे एते बड़ वीर ओइरो राज्य रे केते दिन खटुती बच्चा कर राजा जीवन थिबा पर्यंत कौशल प्रयोग करियो सुजोग राज्य सिंहासन छड़ा ए जट मारू अंडटी आहे सेनापति मारू अंडटी आहे सेनापति काटी राज्य राजा ओए बलिष्ठ वीर एचुनो काने सुनो ना के सुनो मोहरा गिरा सुनो मोहरा गिरा बलिष्ठ वीर ना सुनो कौन कहलु ए राजा सिंहासन छड़ई ए राज्यर राजा मो हेबी नहीं ए जट राजा हेउछते मो भाई भगवान राजा हेउछते मोर अन्नदाता अरे जार अन्नरे आम बेपारी समस्त अनुप्राणित तांकर विरुद्ध रे जाई
ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି। ହଁ। ନାଇବେ ନାଇଁ। ଏଇ! ଆରେ ମୁଁ ସେମିତିଆ ସେନାପତି ନୁହଁ। ଆଉ କେମିତିଆ ସେନାପତି? ମହାରାଜାଙ୍କ ବିରୁଦ୍ଧରେ ଯଦି ପଦୁଟିଏ କହିବୁ ମାରଣ ତୋ ଜିଭଟାକୁ ଟାଣି ଆଣିବି। ମୋ ଜୀବକୁ ଶିର ଟାଣି ଆଣିବେ? ଏପଟେ ରାଜା ଆଉ ମନ୍ତ୍ରୀ ସମୁଦି ହେଇ ସାଇଲେଣି ଯେ। ଭଲ ହେଇছে କଣ ଭଲ ହେଇଛି? ଯାହା ହେଇଛି ଠିକ ହେଇଛି। ମାନେ କଣ ଠିକ ଆରେ ହେଇଛି? ରାଜ୍ୟର ଜନ ପ୍ରଜା ମାନଙ୍କ କଥାକୁ ମୁଁ ବିଶ୍ୱାସ କରିପାରୁନଥିଲି। ଏଇନେ ତୋ ମୁଖରୁ ଶୁଣିଲି ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି। ରାଜା ଯାହା କରିଛନ୍ତି ବହୁତ ଭଲ କରିଛନ୍ତି। କଣ ଭଲ କରିଛନ୍ତି? କଣ ଭଲ କରିଛନ୍ତି ଶୁଣେ? ଏ ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା। ନିଜ ସ୍ତ୍ରୀ ଫାଟି ଯାଉ। ଫାଟିବ କେମିତି ଫାଟିବନି? ଫାଟିବ ତ। ହଁ? ଯେତେ ଯାହା ହେଲେ ବି ସେ ହେଉଛି ଆମର ସହକର୍ମୀ। ସହକର୍ମୀ ନୁହଁ, ସରୁ ଭାଇ। ଏ ଜଟ ଚିତ୍କାର କଲୁ କଣ? ସେ ବିଚରା ମନ୍ତ୍ରୀଟା ରାଜକାର୍ଯ୍ୟ କରିବ ନା ସେଇ ପୁଅକୁ ଲାଳନ ପାଳନ କରିବ? ଆରେ ରାଜା ଯାହା କରିଛନ୍ତି ଠିକ କରିଛନ୍ତି। ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ, ବହୁତ ଭଲ ହବ। ସେଥିରେ ଯାଇକି ଆମେ ଟେନିସ୍ କରିବା। ଭୋଜି ଖାଇବୁ ରେ ଜଟ, ଭୋଜି ଖାଇବେ କେତେବେଳେ ଆଜ୍ଞା? ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା? ଆମର ଆଉ ସେନାପତିର ଆବଶ୍ୟକ ନାହିଁ। ଆମ ସେନାପତିର ବାଜ୍ୟ ଲୋକ, ଆମ ସେନାପତି ଧୋକାବାଜ, ଆମ ସେନାପତି ଚରିତ୍ରହୀନ, ଆମ ସେନାପତି ମାଇଚିଆ, ଆମ ସେନାପତି ନପୁଂସକ, ଆମ ସେନାପତି କୁଲାଙ୍ଗାର, ଆମ ସେନାପତି ପତ୍ର ଚଟା କୁକୁର। ସେନାପତି କୁହ ଏତେ କଥା ଶୁଣି ସାରିଲା ପରେ ରାଜ୍ୟର ରାଜା ହେବ ନା ସମୁଦ୍ର ଭିକାରୀ ହେବ? ହଁ ହଁ ତୁମେ ଗୋଟାଏ ନପୁଂସକ। ନାଇଁ! এই রাজ্যর রাজা ମୁଁ ହେବି। ଏ ସାମାନ୍ୟ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମତେ ରାଜ୍ୟରୁ ବିତାଡ଼ିତ କରିବ? ମୋ ନାଁରେ ବାର କଥା କହିବ? ନାଇଁ ଭାଇ! ନାଇଁ! ଏ ଜଟ ମାରିଦେବି, ମାରଣ ମାରିଦେବି। ଅସଳ ମନ୍ତ୍ରୀଟା ହେଉଛି ସେଇ ମନ୍ତ୍ରୀର କଳା ଛୁଆଟା। ସେ ଛୁଆଟାକୁ ମାରଣ ଆଗ ମାରିବି। ଆବଶ୍ୟକ ପଡ଼ିଲେ ମନ୍ତ୍ରୀକୁ ମୁଁ ଛାଡ଼ିବିନି। ଆଉ ରାଜା ଯଦି ମନ୍ତ୍ରୀର କଥାରେ ଯଦି ବସ ଉଠା ହବ ଆଜ୍ଞା ରାଜାକୁ ମୁଁ ଛାଡ଼ିବି। ହେଲେ ଆସ୍ତେ ଏ ବହି ଯାଉଥିବା ପବନର ବି କାନ ଅଛି। ନାଇଁ ନାଇଁ! ଯେମିତି ଏ କଥାଟା ରାଜା କି ମନ୍ତ୍ରୀ ଜାଣିବେ। କେମିତି ଜାଣିବ? ତମ ବ୍ୟତୀତ ଶୁଣୁ, ଆଜ୍ଞା ଚାଲ ଚାଲ ଦେଖିବା ସେ ମନ୍ତ୍ରୀଟା ତା ପୁଅକୁ ଘେରି କୁଆଡ଼େ ଚାଲ ଯାଇଛି। ମାରଣ ମନ୍ତ୍ରୀକୁ ମାରିବି, ମନ୍ତ୍ରୀ ପୁଅଟାକୁ ଏଇନେ ମାରିବି। ଚାଲ 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 ଚଟ କୁଆଡ଼େ ଗଲା ସେଇ ମନ୍ତ୍ରୀଟା? ମୋ ବିରୁଦ୍ଧରେ ପୁଣି କହି ଚଟ ଆଜ୍ଞା ଆମେ କିଏ ବେ? କିଏ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା। କିଏ ବେ? ଆମ ଦି ଜଣଙ୍କ କଥା ଶୁଣିକି ଧାଇ ଏ କଥାଟା ଯାଇକି ରାଜାକୁ କହିଦେଲେ ସବୁ ଗଲା ଆଜ୍ଞା। ନାଇଁ ଭାଇ! ନାଇଁ! ଦୌଡ଼ିକି ଚାଲିଗଲାଣି ଆଉ କଣ କହୁଛନ୍ତି ନା? ଆବେ ସିଏ ଯେ ହଉ ନା କାହିଁକି ଆଁ? ଆମ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟକୁ ଯିବ। ଯିବ? ହେଲା ରାଜା ନିକଟକୁ ଯିବ, ଯିବା ପୂର୍ବରୁ ମାରିଦେବି। ଆଁ? ମାରଣ ମାରିଦେବି। ଚାଲ 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 ଡେରି କରିବାନି, ଚାଲ ଚାଲ ଚାଲ। ଦେଖିବା କୌଶଳଟା। ଆରମ୍ଭ ହେଲା ସେଇ ଦ୍ୱାପର ଯୁଗର ମହାଭାରତର ପ୍ରଥମ ଅଧ୍ୟାୟଟା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରେଇବା ପାଇଁ ଶକୁନି ପଶା କାଟି ଫେଙ୍ଗିକି ରାଜା କରେଇଥିଲା। କିନ୍ତୁ ମୋ ହାତରେ ତ ପଶା କାଟି ନାହିଁ, କେମିତି ରାଜା କରେଇବି? ଜଟ ପାତ୍ର ମୁଁ ଜଟ ପାତ୍ର। ଭଲରେ ଥିଲେ ବେଲପଟ ରାଗି କଲେ ପୁରା ଛିନ୍ନ ଛଟ। আরে চলো চলো এই মনে পড়ে যাই সেই দিনের কথা, যেতেবেলে এই কাছে তোরা রাজা ମୋ ଭଉଣୀକୁ ଭଲ ପାଇଥିଲା। ମୁଁ ଖୁସିରେ ପାଗଳ ହେଇଯାଇଥିଲି। ଆରେ ସାମାନ୍ୟ ଚାକରର ଭଉଣୀ ପୁଣି ରାଜାଙ୍କର ବୋହୂ ହବ। ରାଜା ହସ୍ତରୁ ଶଙ୍ଖ ପିନ୍ଧିବ, ମଥାରେ ସିନ୍ଦୁର ନବ।
କିନ୍ତୁ ମୋ ଭଉଣୀର ଆଶାଟା ଆଶାରେ ରହିଗଲା। ପ୍ରତାରଣା କରିକି ରାଜାଟା ମୋ ଭଉଣୀକୁ ତଣ୍ଟିଆ ମାରିକି ବାହାର କରିଦେଲା। ବିଚାରୀ ଭଉଣୀଟା ସହଜରେ ଗ୍ରହଣ ନ କରିପାରି ଆତ୍ମହତ୍ୟା କରିଦେଲା। ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା, କିନ୍ତୁ এটা জট ভাইটা বঞ্চিছে। ছাড়বিনি বে, রাজবংশটাকে সমূলে বিনাশ করিদেবে, বিনাশ। হে সূর্য চন্দ্র দশ দিগম্বর, আজি এ জট মাত্র শপথ করিকে কହୁଛି, এ রাজবংশটাকে ধ্বংস ন কলা পর্যন্ত কেবে বি মু নিঃশ্বাস মারি পারিবেনি। জট পাত্র মৌ জট পাত্র। ফলরে তেলে বেলপত্র ଆଉ ରାକ୍ଷୀ କଲେ ମୁଁ ରାକ୍ଷୀ ନଛ।